alen kitung agorjang sinjang ring gamle daku gorjangan aleni other nowdiness na sanga yirai like subscriber bell babba baru share meba video baru pian member dan subscribe me aiba kunyarnya lagi dan itu lang kunyarnya.
Kenapa namanya ada yang naik itu nah? Apa mengajar? ଏହି ବିଶାଳ ପୃଥିବୀ ଏଡ଼େ ବଡ଼ ଏସିଆ ମହାଦେଶ ବିରାଟ ଭାରତବର୍ଷ ଓ ଓଡ଼ିଶା ପ୍ରଦେଶର ରାୟଗଡ଼ା ଜିଲ୍ଲା ଗୁଣପୁର ସଦର ମହକୁମାର ଏକ ତରଙ୍ଗାୟିତ ପ୍ରକୃତି ଅରଣ୍ୟ ବେଷ୍ଟିତ ସୁନ୍ଦର ଶ୍ୟାମଳ ଅରଣ୍ୟରେ ପାଦପଦ୍ମରେ ଥିବା ଛୋଟିଆ ସମତଳ ଭୂଭକ୍ଷରେ ଅନେକ ଜନ୍ମ ନେଇଛନ୍ତି, ଯାହାର ରୂପ ରଙ୍ଗ ଓ ଗନ୍ଧର ପ୍ରଥମ ସ୍ପର୍ଶ ପାଇଲେ ବିଷାଦ ବିପାଦ ବେଳେ ଯିଏ ଅଚଳ ଫଳ ମୂଳ ପୁଷ୍ପ ଶାଗ ତଣ୍ଡୁଳ ଢାଳି ଦେଇ ଅନେକ ତାଙ୍କ ପ୍ରାଣକୁ ପରିପୁଷ୍ଟ କଲା, ସେହି ପଲ୍ଲୀଗ୍ରାମ ହେଉଛି ସିଂଜାଙ୍ଗରିଙ୍ଗ। ଜନ୍ମ ଦେଇ ଅନେକ ବ୍ୟକ୍ତିଙ୍କୁ ହେବ ଅମର ଅପୂର୍ବ ଓ ଅଭୁଲା। ପିତା ଆମୋଦ ଶବର ଓ ମାତା ରାମପିଡ଼ି ଶବରଙ୍କ ଔରସରୁ ଜନ୍ମିଛନ୍ତି ଫେବୃଆରୀ ମାସ 7 ତାରିଖ 1996 ମସିହା ଶାନ୍ତିନଗର ଧର୍ମାଞ୍ଚଳ ଅନ୍ତର୍ଗତ ସିଂଜାଙ୍ଗରିଙ୍ଗ ଗ୍ରାମରେ ଫାଦର ଆମୋଦ ଶବର। ଈଶ୍ୱରଙ୍କ ଅନୁଗ୍ରହରୁ ଦିନକୁ ଦିନ ବଡ଼ ହୋଇ ପ୍ରତିପାଦ କରିଛନ୍ତି ସେ ଯେ ଆଶାର ଆଲୋକ ପ୍ରଭୁଙ୍କ ଅଲିଭା ତାରକା ନୀଳ ଆକାଶରେ। ପିତାମାତାଙ୍କର 4 ପୁତ୍ର ସନ୍ତାନ ମଧ୍ୟରୁ ଫାଦର ଆମୋଦ ହେଉଛନ୍ତି ସର୍ବକନିଷ୍ଠ ପୁତ୍ର। ପିତା ଜଣେ ସାଧାରଣ ଗରିବ ଚାଷୀ ଓ ନୀତିନିଷ୍ଠ ବ୍ୟକ୍ତି ଏବଂ ମାତା ଜଣେ ନିରକ୍ଷର ହେଲେ ହେଁ ସେ ଅଟନ୍ତି ସରଳ ନମ୍ର ଓ ପ୍ରଭୁଭକ୍ତ। 2001 ଠାରୁ 2006 ପର୍ଯ୍ୟନ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଗୁଲୁଣ୍ଠିଠାରେ ତାଙ୍କ ପ୍ରାଥମିକ ଶିକ୍ଷା ଗ୍ରହଣ କରନ୍ତି ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ କୈଳାସପୁରଠାରେ 2011 ମସିହାରେ ନିଜର ହାଇସ୍କୁଲ ଶିକ୍ଷା ସମାପ୍ତ କରି 10ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥାନ୍ତି। ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଫାଦର ଆମୋଦ ପିଲାଟି ଦିନରୁ ମିଳିଥିଲା ତାଙ୍କର ଉଜ୍ଜଳ ଭବିଷ୍ୟତର ସୂଚନା ଓ ପ୍ରଭୁଙ୍କ ସେବା କାମରେ ବ୍ରତୀ ହେବା ପାଇଁ କିଛି ବାସନା। ତେଣୁ ସେ 2011 ମସିହାରେ ଯାଜକ ତାଲିମର ପ୍ରଥମ ସୋପାନରେ ପ୍ରବେଶ କରିଥାନ୍ତି ପୁରୀ ସହରଠାରେ ଥିବା ଅସିରି ସଂଘର ଏକ ସେମିନାରୀରେ। 2012ରୁ 2014ରେ ଯୁକ୍ତ 2 କଳାରେ ସେ ପଢ଼ନ୍ତି ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ। ତାପରେ 2014 ଓ 15 ଶିକ୍ଷାବର୍ଷରେ ତାମିଲନାଡୁ ରାଜ୍ୟର କତେଗିରିଠାରେ ପୋଷ୍ଟଲେନ୍ସିରେ ପ୍ରବେଶ କରନ୍ତି ଓ ପରବର୍ତ୍ତୀ ଗୋଟିଏ ବର୍ଷ ପାଇଁ କେରଳର ସାଧୁ ଯୋସେଫ ନୋଭିସିଏଟ୍ ଆନାମାନାଡ଼ାଠାରେ ନିଜର ନୋଭିସିଏଟ୍ ସମାପ୍ତ କରନ୍ତି ଏବଂ 25 ମେ 2016ରେ ସେ ଗ୍ରହଣ କରନ୍ତି ତାଙ୍କର ପ୍ରଥମ ବ୍ରତ। ତାଙ୍କର ଉପରସ୍ଥ ଅଧିକାରୀମାନଙ୍କ ସୁପାରିଶ କ୍ରମେ 2016ରୁ 2019 ମସିହାରେ କେରଳର ସେକ୍ରେଡ୍ ହାର୍ଟ ଫିଲୋସଫି କଲେଜ ଆଲୁଭାଠାରେ 3 ବର୍ଷର ଦର୍ଶନ ଶାସ୍ତ୍ର ଅଧ୍ୟୟନ କରିବା ସହିତ ଇଗ୍ନୋ ୟୁନିଭର୍ସିଟିରେ ସ୍ନାତକୋତ୍ତର ହାସଲ କଲେ। ତତ୍ପରେ 2019 ଓ 20 ସାଲରେ କାର୍ମେଲ ଛାତ୍ରାବାସ ରମ୍ଭାଠାରେ ଗୋଟିଏ ବର୍ଷର ପାଳକ୍ୟ ଅନୁଭୂତି ବା ରିଜେନ୍ସି ସଫଳତାର ସହ ସମାପନ କଲେ। ଏହାପରେ ଯାଜକ ହେବାର ମନୋବଳ ଓ ଇଚ୍ଛାରେ ସ୍ଥିର ରହି ପରିବାର ବର୍ଗଙ୍କ ପ୍ରାର୍ଥନା ଓ ବଡ଼ମାନଙ୍କ ଆଧ୍ୟାତ୍ମିକ ପରିଚାଳନା ଦ୍ୱାରା ଏବଂ ଅଧିକାରୀମାନଙ୍କ ଆଦେଶ ଅନୁଯାୟୀ 2020 ଠାରୁ 2023 ମସିହା ପର୍ଯ୍ୟନ୍ତ ଜ୍ୟୋତିର୍ଭବନ କାଲମାସରୀଠାରେ ଈଶ ଶାସ୍ତ୍ର ଅଧ୍ୟୟନ କରନ୍ତି। ପୁଣି 26 ମେ 2022 ତାରିଖରେ ସେ ଗ୍ରହଣ କରନ୍ତି ତାଙ୍କର ଶେଷ ବ୍ରତ। ପରବର୍ତ୍ତୀ ସମୟରେ
ମହା ଆଡ଼ମ୍ବର ସହ କେରଳ ରାଜ୍ୟରେ ମାନ୍ୟବର ଜୋସେଫ କାଲାଥି ପାରାବିଲଙ୍କ ଦ୍ୱାରା 20 ଡିସେମ୍ବର 2022 ମସିହାରେ ଉପଯାଜକ ବା ଡିକାନ ପଦବୀରେ ଅଭିଷିକ୍ତ ହେଲେ ଏବଂ 31 ଅକ୍ଟୋବର 2023 ଠାରୁ 27/12/2023 ତାରିଖ ପର୍ଯ୍ୟନ୍ତ ଲାଇଗୁଡ଼ା ଧର୍ମ ଅଞ୍ଚଳର ଉପଯାଜକ ଭାବେ କାର୍ଯ୍ୟରତ ଥିଲେ। ଉପଯାଜକ ତାଲିମ ସମାପ୍ତ ପରେ ଗତ 28 ଡିସେମ୍ବର 2023 ସାଲରେ ରାୟଗଡ଼ା ଧର୍ମ ପ୍ରଦେଶର ମହାମାନ୍ୟବର ବିଶପ ଆପ୍ଲିନର ସେନାପତିଙ୍କ ଦ୍ୱାରା କ୍ରୁସର ସାଧୁ ଜହାନ ଦେବାଳୟ ଲାଇଗୁଡ଼ା ପାରିସରେ ନୂତନ ଯାଜକ ଭାବରେ ଅଭିଷିକ୍ତ ହେଲେ ଏବଂ ଅତି ଆନନ୍ଦର ସହ ଆଜି ଅର୍ଥାତ୍ 3 ଜାନୁଆରୀ 2026 ମସିହାରେ ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଥମ ଧନ୍ୟବାଦର ଯଜ୍ଞ ଉତ୍ସର୍ଗ କରୁଅଛନ୍ତି। ଏହି ଅବସରରେ ପୁଣି ଆମେ କରତାଳି ଦେଇ ଫାଦର ଆମଙ୍କୁ ସ୍ୱାଗତ କରିବା ଏବଂ ମୁଁ ଅନୁରୋଧ କରିବି ସେ ଯଜ୍ଞ ଅନୁଷ୍ଠାନ କରିବେ। Kudu belana terang bah.